ନମସ୍କାର ସାଙ୍ଗମାନେ, ଆପଣମାନେ ସମସ୍ତେ କେମିତି ଅଛନ୍ତି? ଆହ୍ୱାନ କରେ ଆପଣମାନେ ସମସ୍ତେ ଭଲରେ ଥିବେ। ତ ସାଙ୍ଗମାନେ, ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖିବେ, ତାହେଲେ ଆପଣମାନେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ। ସିଏମ୍ କିଷାନ ଯୋଜନା ବିଷୟରେ ଆପଣମାନେ ସମସ୍ତେ ଜାଣିଛନ୍ତି। ମଝିରେ ଆପଣମାନେ ପିଏମ୍ କିଷାନ ଟଙ୍କାଟା ପାଇଲେ, କିନ୍ତୁ ଏବେ ଯେଉଁ ନ୍ୟୁଜ୍ଟା ଗୁଡ଼ାକ ଆସୁଛି, ଏବେ ସିଏମ୍ କିଷାନ ବିଷୟରେ ବହୁତ ଲୋକମାନଙ୍କର କ'ଣ ହେଉଛି, ସେ ପ୍ରଶ୍ନ ଗୁଡ଼ାକ ଆସୁଛି କି ଆମ୍ଭମାନଙ୍କର କ'ଣ କେତେବେଳେ ଆଉ କେବେ କ'ଣ ହେବ କି ସିଏମ୍ କିଷାନରୁ ପିଏମ୍ କିଷାନରେ ସେମାନଙ୍କର ମର୍ଜ ହେବ, ସେ ବିଷୟରେ ଅଛି। ଏବଂ ପିଏମ୍ କିଷାନରେ ଟଙ୍କା ପାଇବା ପାଇଁ କ'ଣ କ'ଣ କରିବାକୁ ପଡ଼ିଥାଏ, କାରଣ ବହୁତ କିଛି ବିଷୟ ଆପଣମାନେ ସିଏମ୍ କିଷାନରେ ଏଲିଜିବଲ୍ ହେଲେ ହିଁ ଆପଣମାନେ ପିଏମ୍ କିଷାନରେ ମଧ୍ୟ ଏଲିଜିବଲ୍ ହେଇପାରିବେ। ଆଜିର ଭିଡ଼ିଓରେ ଆପଣମାନେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବେ। ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ତ ସର୍ବପ୍ରଥମେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣମାନେ ସିଏମ୍ କିଷାନ ଟଙ୍କାକୁ ଆପଣମାନେ ପାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣମାନଙ୍କୁ ପୁଣି ଥରେ ଆପଣମାନଙ୍କୁ ରେଜିଷ୍ଟ୍ରେସନ୍ସ କରିବାକୁ ପଡ଼ିବ। ଯେଉଁମାନେ ମଧ୍ୟ ରେଜିଷ୍ଟ୍ରେସନ୍ସ କରିନାହାନ୍ତି, ସେମାନଙ୍କୁ ରେଜିଷ୍ଟ୍ରେସନ୍ସ କରିବାକୁ ପଡ଼ିବ। ଏଗ୍ରି ଷ୍ଟକ୍ରେ ଯାଇକରି ଆପଣମାନଙ୍କୁ ରେଜିଷ୍ଟ୍ରେସନ୍ସ କରିବାକୁ ପଡ଼ିବ। ରେଜିଷ୍ଟ୍ରେସନ୍ସ କଲା ପରେ ଆପଣମାନେ କ'ଣ କରିପାରିବେ କି ଟଙ୍କା ଗୁଡ଼ାକ ପାଇପାରିବେ। ବର୍ତ୍ତମାନ ସମୟ ପାଇଁ ଆପଣମାନେ ସମସ୍ତେ ଜାଣିଛନ୍ତି କି କିଛି ମାସ କି କିଛି ବର୍ଷ ହେବ ଫାର୍ମର ଆଇଡି ପାଇଁ କୃଷକମାନଙ୍କୁ କ'ଣ କରାଯାଉଛି କି ମ୍ୟାଣ୍ଡେଟରୀ କରାଯାଇଛି। ସେମାନଙ୍କୁ କମ୍ପଲସରି ସେମାନଙ୍କୁ ଫାର୍ମର ଆଇଡିଟା କ୍ରିଏଟ୍ କରିବା ପାଇଁ କୁହାଯାଇଛି, କାରଣ ବିନା ଫାର୍ମର ଆଇଡି ଦ୍ୱାରା ଆପଣମାନେ କିଛି କରିପାରିବେ ନାହିଁ। ତ ଫାର୍ମର ଆଇଡି କରିବା ପାଇଁ ହେଲେ ଆପଣମାନଙ୍କର ନିଜ ନାମରେ ପଟା ଥିବା ବହୁତ ଆବଶ୍ୟକ ରହିଛି। ଯେଉଁମାନଙ୍କୁ ନିଜ ନାମରେ ପଟା ନାହିଁ, ସେମାନେ ସାଧାରଣତଃ ଭାବରେ ପିଏମ୍ କିଷାନରେ ଏଲିଜିବଲ୍ ହେଇପାରିବେ ନାହିଁ। ଯଦି ବା ସେମାନେ ସିଏମ୍ କିଷାନରେ ଏଲିଜିବଲ୍ ଥିଲେ ସୁଦ୍ଧା ଯଦି ଆପଣମାନେ କୌଣସି ବର୍ଷ ଧର ଟଙ୍କା ଗୁଡ଼ାକ ପାଉ ମଧ୍ୟ ଅଛନ୍ତି, କିନ୍ତୁ ଆପଣମାନଙ୍କ ନାଁରେ ଜାଗା ନାହିଁ, ତାହେଲେ ଆପଣମାନଙ୍କୁ କିଛି ମାସ ପରେ ଆପଣମାନଙ୍କୁ ଟଙ୍କା ମିଳିନପାରେ, ଯେତେବେଳେ ଆପଣମାନେ ସରକାର ଯେତେବେଳେ ଆପଣମାନଙ୍କୁ ଯାଞ୍ଚ କରନ୍ତି। କିନ୍ତୁ ଯଦି ଆପଣମାନେ ଏଲିଜିବଲ୍ ଅଛନ୍ତି ଏବଂ ନିଜ ନାମରେ ଜାଗା ଅଛି, ତାହେଲେ ଆପଣମାନଙ୍କୁ ଏଗ୍ରି ଷ୍ଟକ୍ରେ ଆପଣମାନଙ୍କ ଓଡ଼ିଶା ଯେଉଁ ଏଗ୍ରି ଷ୍ଟକ୍ ଅଛି ସେଠି ଯାଇକରି ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଯେଉଁମାନେ ପ୍ରଥମରେ କରିଥିଲେ, କିନ୍ତୁ ଯଦି ଆପଣମାନଙ୍କର କିଛି ବି ହେଇନାହିଁ, ତାହେଲେ ପୁଣି ଥରେ ଆପଣମାନଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଏବଂ ତା ସହିତ ରେଜିଷ୍ଟ୍ରେସନ୍ ଯଦି କରିଦେଉଛନ୍ତି, ଆପଣମାନେ ନିଜ ନାମରେ ଜାଗା ଗୁଡ଼ାକ ଅଛି, ପଟା ଅଛି ଏବଂ ରେଜିଷ୍ଟ୍ରେସନ୍ କରିଦେଉଛନ୍ତି ସିଏମ୍ କିଷାନରେ, ତାହେଲେ ଆପଣମାନଙ୍କର କିଛି ମାସ ପରେ ଅଟୋମେଟିକାଲି ହିଁ ପିଏମ୍ କିଷାନରେ ମର୍ଜ ହେଇଯିବ। ଆପଣମାନଙ୍କୁ ଆଉ କିଛି କରିବାକୁ ପଡ଼ିବ ନାହିଁ। ପିଏମ୍ କିଷାନରେ ଅଟୋମେଟିକାଲି ଆପଣମାନେ ସିଏମ୍ କିଷାନରେ ଯେଉଁ 4,000 ଟଙ୍କା ପାଉଥିଲେ, ତାହା ଆପଣମାନେ ପିଏମ୍ କିଷାନରେ ଅଟୋମେଟିକାଲି ଆପଣମାନେ ପାଇବେ। କିନ୍ତୁ ଏଲିଜିବିଲିଟି କ୍ରାଇଟେରିଆକୁ ପୂରଣ କରିବା ପାଇଁ ହେଲେ ଆପଣମାନଙ୍କର ସମ୍ପୂର୍ଣ୍ଣ ମୁଖ୍ୟ ବିଷୟ ହେଉଛି ନିଜ ନାମରେ ଜାଗା ଥିବା ଦରକାର। ଯଦି ଆପଣମାନଙ୍କ ନିଜ ନାମରେ ଜାଗା ଅଛି, ପଟା ଅଛି, ତାହେଲେ ଆପଣମାନେ ନିଶ୍ଚିତ ଭାବରେ କ'ଣ କରିପାରିବେ, ପିଏମ୍ କିଷାନରେ ମଧ୍ୟ ପାଇପାରିବେ। ଏବଂ ସବୁଠାରୁ ବେଶୀ ଇମ୍ପୋର୍ଟାଣ୍ଟ ହେଉଛି ଆଜିର ସମୟର ଏବର ସମୟର ପାଇଁ ଆପଣମାନଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଆପଣମାନେ ଯଦି ଏଗ୍ରି ଷ୍ଟକ୍ରେ ଯାଇକରି ନ୍ୟୁଲି ରେଜିଷ୍ଟ୍ରେସନ୍ସ କରିବେ ନାହିଁ, ଏବେ ତ ରେଜିଷ୍ଟ୍ରେସନ୍ ଅନଲାଇନ୍ ରେଜିଷ୍ଟ୍ରେସନ୍ ଗୁଡ଼ାକ ଓପେନ୍ଟା ହେଇନାହିଁ, କିନ୍ତୁ ଯେତେବେଳେ ମଧ୍ୟ ଓପେନ୍ ହେବ ଆପଣମାନେ ଯଦି ନିଶ୍ଚିତ ଭାବରେ କରିଦେଉଅଛନ୍ତି, ତାହେଲେ ଆପଣମାନଙ୍କୁ ଆଉ ଭବିଷ୍ୟତରେ କିଛି ବି କରିବାକୁ ପଡ଼ିବ ନାହିଁ। ଆପଣମାନେ ସିଏମ୍ କିଷାନରେ 4,000 ଟଙ୍କା ପାଇପାରିବେ ଏବଂ ପିଏମ୍ କିଷାନରେ ଆପଣମାନଙ୍କୁ 6,000 ଟଙ୍କା ପାଇପାରିବେ। ଏବଂ ଆପଣମାନେ ସମସ୍ତେ ଜାଣିଛନ୍ତି କିଛି ମାସ ପରେ କିଛି ଟଙ୍କା ମଧ୍ୟ ପଡ଼ିବା ପାଇଁ ଯାଉଛି। ତ ଆପଣମାନେ ନିଶ୍ଚିତ ଭାବରେ ଏ ସମସ୍ତ ବିଷୟ କରନ୍ତୁ ଏବଂ ପିଏମ୍ କିଷାନରେ ସିଏମ୍ କିଷାନରେ ଲାଭ ପାଆନ୍ତୁ। ଜୟ ହିନ୍ଦ।